ସାଇକୋଲୋଜି କହିଥାଏ ଯେତେବେଳେ କୌଣସି ଏକ ମହିଳା କୌଣସି ଏକ ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ତେବେ ସେ ସାମାନ୍ୟ ଠାରୁ ଅଧିକ ତାଙ୍କ ସହିତ ଉଚ୍ଚ ସ୍ୱରରେ କଥା ହୋଇଥାନ୍ତି। ନମସ୍କାର ଦର୍ଶକ ବନ୍ଧୁ, ଓଡ଼ିଆ ରଙ୍ଗୀନ ଦୁନିଆ ଚ୍ୟାନେଲରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଏମିତି ଏକ ଭିଡ଼ିଓ ଯାହା ଆପଣମାନେ ଜାଣିନଥିବେ। ଯଦି ଦେଖିଥିବେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାଇବେ। ତେବେ ଚାଲନ୍ତୁ ଫ୍ରେଣ୍ଡସ୍, ବିଳମ୍ବ ନକରି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଶାସ୍ତ୍ର ଅନୁଯାୟୀ ସମ୍ଭୋଗ କରିବାର ସବୁଠାରୁ ଭଲ ସମୟ କେଉଁଟାକୁ କୁହାଯାଇଛି? ଏହାର ଉତ୍ତର ହେଉଛି ସକାଳ ସମୟ 4ରୁ 5ଟା ଘଟିକା। ଘିଆ ଖାଇବା ସମୟରେ ଝିଅମାନଙ୍କର ବିହାରୁ କେତେ ସମୟ ମଧ୍ୟରେ ପାଣି ବାହାରିଥାଏ? ଏହାର ଉତ୍ତର ହେଉଛି 4ରୁ 5 ମିନିଟ୍ ଭିତରେ ପାଣି ବାହାରିବା ଆରମ୍ଭ ହୋଇଯାଇଥାଏ। କେଉଁଭଳି ପୁରୁଷମାନଙ୍କର ତଳ ସାମାନ ସବୁଠାରୁ ଅଧିକ ଢିଲା ପଡ଼ିଯାଇଥାଏ? ଏହାର ଉତ୍ତର ହେଉଛି ଯେଉଁ ପୁରୁଷମାନେ ଅଧିକ ହଲେଇଥାନ୍ତି। ଝିଅମାନଙ୍କର ସ୍ୱପ୍ନ ଦୋଷ କେଉଁ ମାସରେ ସବୁଠାରୁ ଅଧିକ ହୋଇଥାଏ? ଏହାର ଉତ୍ତର ହେଉଛି ନଭେମ୍ବର ମାସରେ ଅଧିକ ହୋଇଥାଏ। ସାଇକୋଲୋଜି କହିଥାଏ ଅଧିକାଂଶ ମହିଳା ଘିଆ ଖାଉଥିବା ସମୟରେ ନିଜ ଦଦିକୁ ଛୁଇଁବାକୁ ଦେଇନଥାନ୍ତି କି କାରଣ ଯଦି ଆପଣ ତାଙ୍କ ସ୍ଥାନକୁ ଦବାଇବେ ତେବେ ତାଙ୍କ ସ୍ଥାନ ସବୁଠାରୁ ବଡ଼ ହୋଇଯିବ, ସେଥିପାଇଁ ଦେଇନଥାନ୍ତି। ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ପ୍ରେମୀ ଆପଣଙ୍କୁ କୌଣସି କାମ କରିବା ପାଇଁ ମୋଟିଭେଟ୍ କରୁଥାନ୍ତି ତେବେ ଆପଣ ସେହି ଲକ୍ଷ୍ୟ ପର୍ଯ୍ୟନ୍ତ ଅତି ସହଜରେ ପହଞ୍ଚି ଯାଇଥାନ୍ତି। ସେଥିପାଇଁ କୁହାଯାଏ ଜୀବନରେ ସଠିକ୍ ବ୍ୟକ୍ତିଙ୍କୁ ବାଛିବା ବହୁତ ଜରୁରୀ ହୋଇଥାଏ।